ଜୟ ଜଗନ୍ନାଥ ପ୍ରଭୁ। ୱାଇଟି ପ୍ଲାଟଫର୍ମରେ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ ସମସ୍ତେ ଜାଣନ୍ତି ଓଟିଇଟି 2024 ପେପର 1 ହଉ କି ଆପଣଙ୍କର ପେପର 2 ଏକ୍ଜାମରେ କିଛି ସମସ୍ୟା ଆସିଥିଲା। ଯେଉଁ ସବୁ ସମସ୍ୟା ଦେଖାଯାଇଥିଲା ସେ ସବୁକୁ ଯଦି ଆମେ ଦେଖିବା ତାହେଲେ ଆପଣଙ୍କର 23/8/2024ରେ ପିଲାମାନେ ବିଏସସି ଅର୍ଥାତ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ କୁ ଜଣାଇଥିଲେ ଏବଂ ବିଏସସିର ଅଧିକାରୀ କହିଥିଲେ କି ଏଜୁକେସନ ଡିପାର୍ଟମେଣ୍ଟ ସହ ବିଚାର ବିମର୍ଶ କରି ଏ ବିଷୟରେ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯିବ ତାହା ଆପଣଙ୍କୁ ଅଳ୍ପ ସମୟ ମଧ୍ୟରେ ଜଣାଇ ଦିଆଯିବ। କିନ୍ତୁ ଆପଣ ଯଦି ଦେଖିବେ ଆଜି ଯାହାକି 5 ଦିନ ବିତି ଯାଇଥିବା ପରେ ମଧ୍ୟ ସେମିତି କିଛି ବିଏସସି ତରଫରୁ ରେସ୍ପନ୍ସ ଆସିନଥିଲା, ଯଦ୍ୱାରା କି ପିଲାମାନେ ଆଜି ବିଏସସି ସମ୍ମୁଖରେ ଓଟିଇଟି ଏକ୍ଜାମରେ ଉପୁଜିଥିବା ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ପିଲାଙ୍କ କହିବା ଅନୁଯାୟୀ କି ଏକ୍ଜାମ ସମୟରେ ପାୱାର କଟ୍ ହୋଇଥିଲା, ଯଦ୍ୱାରା କି ସେମାନେ ଅନ୍ଧାରରେ ଏକ୍ଜାମ ଦେବା ସମ୍ଭବ ନଥିଲା କିମ୍ବା ସେମାନଙ୍କୁ ଏକ୍ସଟ୍ରା ଟାଇମ୍ ମଧ୍ୟ ପ୍ରୋଭାଇଡ୍ କରାଯାଇନଥିଲା। ଏମିତିକି ହେଭି ରେନଫଲ୍ ଯୋଗୁଁ କିଛି ପିଲା ସଫର ମଧ୍ୟ ହୋଇଛନ୍ତି। ତେଣୁ ଏସବୁର ସମାଧାନ ଯେ ପିଲାମାନଙ୍କର ଡିମାଣ୍ଡ ହେଉଛି କ'ଣ ନା ଗ୍ରେସ୍ ମାର୍କ ଦିଆଯାଉ ଏବଂ ଆପଣମାନେ ଜାଣନ୍ତି ଏପର୍ଯ୍ୟନ୍ତ ଓଟିଇଟିର ପେପର 1 ହଉ କିମ୍ବା ଆପଣଙ୍କର ପେପର 2ର ପ୍ରୋଭିଜନାଲ ଆନ୍ସର କି ଆସିନାହିଁ ଏବଂ ଯଦି ଆପଣ ପ୍ରିଭିୟସ୍ ଇୟର ଦେଖିବେ 3ରୁ 4 ଦିନ ମଧ୍ୟରେ ଆପଣଙ୍କର ପ୍ରୋଭିଜନାଲ ଆନ୍ସର କି ମଧ୍ୟ ଆସିଯାଇଥାଏ। ତ ବିଏସସି କର୍ତ୍ତୃପକ୍ଷ ନିଶ୍ଚିନ୍ତ ଏ ବିଷୟରେ ବିଚାର ବିମର୍ଶ କରିବେ ଏବଂ ଭାଲିଡ ରିଜନକୁ ନେଇକି ନିଶ୍ଚିନ୍ତ ଆପଣମାନଙ୍କୁ ଗ୍ରେସ୍ ମାର୍କ ଦ୍ୱାରା ଏ ପ୍ରୋବ୍ଲେମକୁ ସର୍ଟ ଆଉଟ୍ କରିବେ। ଦେଖାଯାଉ ଆଗକୁ ବିଏସସି କ'ଣ ଷ୍ଟେପ୍ ଗ୍ରହଣ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା କି 23 ତାରିଖ ଅପେକ୍ଷା ଆଜିର ଯେଉଁ ଷ୍ଟ୍ରାଇକ୍ ଥିଲା ଅଧିକ ଆଶାୟୀ ଷ୍ଟ୍ରାଇକ୍କୁ ଆସିଥିଲେ। ତ ନିଶ୍ଚିନ୍ତ ଆପଣମାନେ ମୁଁ କହିବି କି ଆପଣଙ୍କର ଯେଉଁ ସବୁ ଡିମାଣ୍ଡ ଅଛି ନିଶ୍ଚିନ୍ତ ଆପଣଙ୍କର ଫୁଲଫିଲ୍ ହେବ ଏବଂ ଆଗକୁ ଆପଣଙ୍କର ଯେଉଁ ଟିଚର ରିକ୍ରୁଟମେଣ୍ଟ ଆସିବ ତ ନିଶ୍ଚିନ୍ତ ଯଦି ଆପଣମାନେ କ୍ୱାଲିଫାଇ କରୁଛନ୍ତି ନିଶ୍ଚିନ୍ତ ଯଦି କ୍ୱାଲିଫାଇ କରିବେ ଓଟିଇଟି 2024 ପେପର 1 ହଉ କିମ୍ବା ଆପଣଙ୍କର ପେପର 2 ତ ନିଶ୍ଚିନ୍ତ ଆପଣ ସେଥିରୁ ବଞ୍ଚିତ ହେବେ ନାହିଁ ଯେଉଁ ସବୁ ଟିଚର ରିକ୍ରୁଟମେଣ୍ଟ ଆସିବ। ଆଶା କରେ ଆପଣଙ୍କୁ ଯାହା ଇନଫର୍ମେସନ୍ ଥିଲା ମୁଁ ଆପଣଙ୍କୁ ପ୍ରୋଭାଇଡ୍ କରିସାରିଛି। ଆଗକୁ ଯାହା କିଛି ଅପଡେଟ୍ ଆସିବ ଆପଣମାନଙ୍କ ସହିତ ଆଲୋଚନା କରିବି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।